ଅତ୍ୟଧିକ ଖରା ପାଇଁ ପୁରୀରେ ଘଟିଲା ଏକ ବଡ଼ ଅଘଟଣ। ନିଜ ବାପାଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ଏମିତି ଏକ ବଡ଼ ଅଘଟଣଟି ଘଟିବ ତାହା କେହି ବି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ। ହେଲେ କ'ଣ ହୋଇଥିଲା ସେହିଦିନ? ଏହି ସମ୍ପୂର୍ଣ୍ଣ ଘଟଣାଟି ଜାଣିବା ପୂର୍ବରୁ ଆପଣ ଯଦି ଜଗତର ନାଥ ଜଗନ୍ନାଥଙ୍କୁ ଆରାଧ୍ୟ ବୋଲି ମାନନ୍ତି ତେବେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ବୋଲି ଲେଖନ୍ତୁ। ଖୋର୍ଦ୍ଧା ଜିଲ୍ଲାର ପ୍ରକାଶ କୁମାର ମହାନ୍ତି ସେ ଗୋଟିଏ ପ୍ରାଇଭେଟ କମ୍ପାନୀରେ ଜବ୍ କରୁଥିଲେ। ପିଲାବେଳେ ତାଙ୍କ ବାପା ବହୁତ କଷ୍ଟ କରି ପିଲାମାନଙ୍କୁ ପାଠ ପଢ଼ାଇଥିଲେ। ପିଲାବେଳୁ ହିଁ ତାଙ୍କ ବାପା ଅନ୍ୟମାନଙ୍କ ଘରେ କାମ କରି ତାଙ୍କୁ ପାଠ ପଢ଼ାଇଛନ୍ତି। ହେଲେ ଯେବେଠୁ ପ୍ରକାଶ ବାବୁଙ୍କ ପୁଅର ଚାକିରିଟି ହୋଇଛି ସେ ଚାକିରିରେ ଏତେ ବ୍ୟସ୍ତ ରହୁଥିଲେ ଯେ ବାପାଙ୍କ ଯତ୍ନ ନେଇ ପାରୁନଥିଲେ। ତାଙ୍କ ସ୍ତ୍ରୀ ବି ଚାକିରି କରୁଥିବାରୁ ସେ ବି ତାଙ୍କ ବାପାଙ୍କ ଯତ୍ନ ନେଇ ପାରୁନଥିଲେ। ହେଲେ ପ୍ରକାଶ ବାବୁଙ୍କ ବୟସଟି ଯେତେ ବଢ଼ୁଥାଏ ସେତେ ତାଙ୍କ ଶରୀରରେ ଅସୁବିଧା ବି ଦେଖାଯାଉଥାଏ। ଏହିସବୁ ଘଟଣା ଗୁଡ଼ିକୁ ଦେଖି ପ୍ରକାଶ ବାବୁଙ୍କ ପୁଅ ଦୁଃଖ ପ୍ରକାଶ କରୁଥାନ୍ତି ଯେ ବୃଦ୍ଧ ଅବସ୍ଥାରେ ସେ ତାଙ୍କ ବାପାଙ୍କ ଯତ୍ନ ନେଇ ପାରୁନାହାନ୍ତି। ଏମିତି ସବୁବେଳେ ସେ ଅନୁତାପ କରୁଥାନ୍ତି। ଏମିତି ଦୁଃଖ ସୁଖ ଭିତରେ ପ୍ରକାଶ ବାବୁଙ୍କ ଜୀବନଟି ଚାଲିଥାଏ। ହେଲେ ଏମିତି ଏକ ଘଟଣାଟି ଘଟିଯିବ ସେ ଆଉ ତାଙ୍କ ପରିବାର ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ। ଗୋଟିଏ ଦିନ ପ୍ରକାଶ ବାବୁଙ୍କ ପୁଅ ବାଧ୍ୟ ହୋଇ ଅଫିସରୁ ଛୁଟି ନେଇ ବାପାଙ୍କୁ ଦେଖା କରିବା ପାଇଁ ଗ୍ରାମକୁ ଆସିଲେ। ହେଲେ ଯେଉଁଦିନ ସେ ଆସି ବାବାଙ୍କ ପାଖରେ ପହଞ୍ଚିଲେ ସେଦିନ ରାତିରେ ପ୍ରକାଶ ବାବୁଙ୍କ ଦେହଟି ଏତେ ଖରାପ ହେଲା ଯେ ତାଙ୍କ ପୁଅ ବାଧ୍ୟ ହୋଇ ତାଙ୍କୁ ନେଇ ହସ୍ପିଟାଲକୁ ଚାଲି ଆସିଲେ। ଯେତେବେଳେ ପ୍ରକାଶ ବାବୁଙ୍କୁ ଡକ୍ଟରମାନେ ଚେକ୍ କଲେ ସେତେବେଳେ ସେ ଜାଣିଲେ ଯେ ତାଙ୍କ ଦେହରେ କୌଣସି ପ୍ରକାର ରୋଗ ନାହିଁ। ବ୍ଲଡ଼ ପ୍ରେସର ଯୋଗୁଁ ତାଙ୍କର ଏମିତି ଅବସ୍ଥା ହୋଇଛି। ଏହିସବୁ କଥା ଗୁଡ଼ିକୁ ନେଇ ସୁରେଶ ବାବୁଙ୍କ ପୁଅକୁ ଡକ୍ଟର ଜଣାଇଲେ। ଆଉ କିଛି ଔଷଧକୁ ଲେଖି ତାଙ୍କୁ ଘରକୁ ପଠାଇ ନେଲେ। ହେଲେ କିଛି ଦିନ ଗଲା ପରେ ତାଙ୍କ ବାପାଙ୍କ ପୁଣି ଥରେ ଦେହ ଖରାପ ହୋଇଗଲା। ସୁରେଶ ବାବୁଙ୍କ ପୁଅ ବାପାଙ୍କୁ ଧରି ସହରରେ ଥିବା ଏକ ବଡ଼ ମେଡ଼ିକାଲକୁ ନେଲେ। ମେଡ଼ିକାଲରେ ଡକ୍ଟର ପୁଣି ତାଙ୍କୁ ଚେକଅପ୍ କଲା ପରେ ବି କୌଣସି ପ୍ରକାର ରୋଗ ତାଙ୍କ ଦେହରେ ଜଣାପଡ଼ିଲା ନାହିଁ। ଏହି ଖବରକୁ ଶୁଣି ଡକ୍ଟରଙ୍କ ସହିତ ବି ତାଙ୍କ ପରିବାର ଆଶ୍ଚର୍ଯ୍ୟ ହୋଇଯାଉଥାନ୍ତି। କ'ଣ କରିବେ? ବାପାଙ୍କ ଦେହ କେମିତି ଭଲ ହେବ କିଛି ସେ ବୁଝିପାରୁନଥାନ୍ତି। ହେଲେ ସେପଟେ ଦିନକୁ ଦିନ ପ୍ରକାଶ ବାବୁ ଦୁର୍ବଳ ହୋଇଯାଉଥାନ୍ତି। ଆଉ ସେ ଖାଇବା ବନ୍ଦ କରିଦେଇଥିବାରୁ ତାଙ୍କ ପରିବାର ବି ଚିନ୍ତିତ ହୋଇପଡ଼ୁଥାନ୍ତି। ଶେଷରେ ଡକ୍ଟରମାନେ କହିଲେ ଆଜ୍ଞା ଏବେ ସବୁ ସେହି ଭଗବାନଙ୍କ ଉପରେ। ଆପଣ ଏବେ ବାପାଙ୍କୁ ଘରକୁ ନେଇଯାଆନ୍ତୁ। ହେଲେ ଘରକୁ ଆସିଲା ପରେ ବି ପ୍ରକାଶ ବାବୁଙ୍କ ଶରୀରରେ କିଛି ବି ପରିବର୍ତ୍ତନ ହେଲା ନାହିଁ। ଗୋଟିଏ ଦିନର କଥା ଯେତେବେଳେ ପ୍ରକାଶ ବାବୁ ତାଙ୍କ ପୁଅକୁ ତାଙ୍କ ପାଖକୁ ଡାକି କହୁଥାନ୍ତି ବାପରେ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଚାହୁଁଛି, ମୋତେ ଟିକେ ପୁରୀ ନେଇ ଚାଲନ୍ତୁ, ମୁଁ ମହାପ୍ରଭୁଙ୍କୁ ଟିକେ ଦର୍ଶନ କରିଥାନ୍ତି। ବାପାଙ୍କ ଏହି କଥାଟିକୁ ଶୁଣିଲା ପରେ ପୁଅ ଜଣକ କହିଲେ ବାପା ଆମେ ନିଶ୍ଚୟ ପୁରୀ ଯିବା ଆଉ ଜଗନ୍ନାଥଙ୍କୁ ଦର୍ଶନ କରିବା। ଆଉ କହିଲେ ଯେ ବାପା ଏବେ ତ ପ୍ରବଳ ଖରା ହେଉଛି, ଏମିତି ବି ତୁମର ଦେହ ଖରାପ, ଏତେ ଟାଣ ଖରାକୁ ଆପଣ ଯାଇପାରିବେ ନାହିଁ। ହେଲେ ତାଙ୍କ ବାପାଙ୍କ ଗୋଟିଏ ହିଁ ଜିଦ୍
ସେ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବେ। ଏହି ସବୁକୁ ଶୁଣିଲା ପରେ ତାଙ୍କ ପୁଅ ମାନିଗଲେ ଯେ ସେ ପ୍ରକାଶ ବାବୁଙ୍କୁ ସାଙ୍ଗରେ ଧରି ପୁରୀ ଯିବେ। ଗୋଟିଏ ଦିନ ସକାଳୁ କାର୍ କରି ପ୍ରକାଶ ବାବୁଙ୍କ ପୁଅ ବୋହୂ ସମସ୍ତେ ସାଙ୍ଗରେ ମିଶି ବାହାରିଲେ ପୁରୀ ଅଭିମୁଖେ। ସକାଳୁ ସକାଳୁ ବାହାରିଲା ବେଳକୁ ମଧ୍ୟ ଖରା ଜୋର ହୋଇଗଲାଣି। ସକାଳୁ ସକାଳୁ ଏତେ ଖରା ହୋଇଗଲାଣି, ଆଉ ଆମେ ପୁରୀ ପହଞ୍ଚିଲା ବେଳକୁ ଆଉ 2ରୁ 3 ଘଣ୍ଟା ଲାଗିଯିବ। ସେତେବେଳେ ଆହୁରି ଖରା ହୋଇଯାଇଥିବ। ଆଉ କେମିତି ସେ ତାଙ୍କ ବାପାଙ୍କୁ ଅତ୍ୟଧିକ ଖରାରେ ଜଗନ୍ନାଥଙ୍କୁ ଦର୍ଶନ କରିବେ, ଏହିସବୁ ଭାବୁଥାନ୍ତି ପ୍ରକାଶ ବାବୁଙ୍କ ପୁଅ। କିଛି ସମୟ ପରେ ପ୍ରକାଶ ବାବୁ ପୁରୀରେ ପହଞ୍ଚିଲେ। ହେଲେ ତାଙ୍କ ସହିତ ଏମିତି ଏକ ଅଘଟଣଟି ଘଟିଯିବ ସେ କେବେ ବି ଭାବିନଥିଲେ। କିଛି ସମୟ ଚାଲିଲା ପରେ ପ୍ରକାଶ ବାବୁ ଆଉ ଚାଲିପାରିଲେ ନାହିଁ। ଆଉ ତାଙ୍କ ମୁଣ୍ଡଟି ବୁଲେଇ ହେଉଥାଏ। ହେଲେ ତାଙ୍କ ପୁଅ ତାଙ୍କୁ ଏକ ଛାଇ ପାଖକୁ ନେଇଯିବାରୁ ସେଠିରେ ସେ ବେହୋସ ହୋଇଗଲେ। ଏହି ସବୁକୁ ଦେଖିଲା ପରେ ପ୍ରକାଶ ବାବୁଙ୍କ ପୁଅ ସଙ୍ଗେ ସଙ୍ଗେ ତାଙ୍କୁ ମେଡ଼ିକାଲକୁ ନେଇ ଆସିଲେ। ହେଲେ ପ୍ରାୟ 4ରୁ 5 ଘଣ୍ଟା ଚିକିତ୍ସା ପରେ ବି ପ୍ରକାଶ ବାବୁଙ୍କ ହୋସ୍ ଆସୁନଥାଏ। ଏହି ସବୁ ଘଟଣା ଗୁଡ଼ିକୁ ଦେଖି ତାଙ୍କ ପୁଅ ଆଉ ବୋହୂ ବହୁତ ଚିନ୍ତିତ ହୋଇପଡ଼ୁଥାନ୍ତି। ଏହି ସବୁକୁ ଦେଖି କିଛି ବୁଝିପାରୁନଥିଲେ। ଆଉ ସେ ଦୌଡ଼ି ଆସିଲେ ଶ୍ରୀମନ୍ଦିର ନିକଟକୁ। ଆଉ ମନ୍ଦିର ଭିତରକୁ ଯାଇ ସେ ଜଗନ୍ନାଥ ଆଗରେ ବସି କହୁଥାନ୍ତି, ହେ ଜଗତର ନାଥ ଜଗନ୍ନାଥ, ତୁମକୁ ଦର୍ଶନ କରିବା ପାଇଁ ମୋର ବାପା ଆସିଥିଲେ। ଛୋଟବେଳୁ ବହୁତ ଦୁଃଖ କଷ୍ଟରେ ସେ ମୋତେ ପାଳି ଏତେ ବଡ଼ ଲୋକ କରିଛନ୍ତି। ତାଙ୍କୁ ଛାଡ଼ିଦେଲେ ମୋର ଆଉ କେହି ବି ନାହାନ୍ତି। ମୋତେ ଆଜି ଏହି ବଡ଼ ବିପତ୍ତିରୁ ରକ୍ଷା କରନ୍ତୁ ମହାବାହୁ। ଏହି ସବୁ କଥା ଗୁଡ଼ିକୁ କହି ଏହା ସବୁକୁ କହି ସେ ଭୋ ଭୋ ହୋଇ କାନ୍ଦି ମେଡ଼ିକାଲକୁ ଆସିଲେ। ହେଲେ ସେହି ଭକ୍ତର ଦୁଃଖ ସହିପାରିବେ କି ମହାପ୍ରଭୁ ଜଗନ୍ନାଥ? ଯେତେବେଳେ ପ୍ରକାଶ ବାବୁଙ୍କ ପୁଅ ମେଡ଼ିକାଲରେ ଆସି ପହଞ୍ଚିଲେ, ସେଠି ସେ ଦେଖିଲେ ଏକ ବଡ଼ ଧରଣର ଅଦ୍ଭୁତ ଘଟଣା। ସେ ଡକ୍ଟରମାନଙ୍କ ପାଖରୁ ଶୁଣିବାକୁ ପାଇଲେ ଯେ ତାଙ୍କ ବାପାଙ୍କ ହୋସ୍ଟି ଆସିଯାଇଛି। ତାଙ୍କ ବାପାଙ୍କ ଦେହ ଏବେ ଧୀରେ ଧୀରେ ଭଲ ହେବାକୁ ଲାଗୁଛି। ତାଙ୍କ ବାପାଙ୍କ ଦେହ ଏବେ ଭଲ ହେବାକୁ ଲାଗୁଛି। ଆଉ 2ରୁ 3 ଦିନ ଚିକିତ୍ସା ପରେ ତାଙ୍କ ବାପାଙ୍କ ଦେହ ପୁରା ଭଲ ହୋଇଯିବ। ସେତେବେଳେ ତାଙ୍କୁ ଆପଣ ଘରକୁ ନେଇଯାଇପାରିବେ। ପ୍ରାୟ 2 ଦିନର ଚିକିତ୍ସା ପରେ ପ୍ରକାଶ ବାବୁଙ୍କ ଦେହଟି ପୁରା ଭଲ ହୋଇଗଲା। ପୁଅ ଆଉ ବୋହୂଙ୍କୁ ଧରି ପ୍ରକାଶ ବାବୁ ଚାଲି ଆସିଲେ ଜଗନ୍ନାଥ ମନ୍ଦିର ପାଖକୁ। ଆଉ ମନ୍ଦିର ଭିତରକୁ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରି କହୁଥାନ୍ତି, ହେ ଜଗତର ନାଥ ଜଗନ୍ନାଥ, ଆପଣଙ୍କ କୃପାରୁ ମୋତେ ଆଜି ଏକ ନୂଆ ଜୀବନଟି ମିଳିଲା। ମୋତେ ଏହି ମହାନ ବିପତ୍ତିରୁ ଉଦ୍ଧାର କରିଥିବାରୁ ମୁଁ ଆପଣଙ୍କ ପାଖରେ ଚିର ରହିଲି। ଏମିତି ବହୁତ କିଛି କଥା କହି ସେ ଘରକୁ ଫେରିଲେ। ସେହି ଦିନରୁ ତାଙ୍କ ଦେହରେ କୌଣସି ବି ପ୍ରକାର ରୋଗ ଦେଖାଯାଉନାହିଁ। ତେବେ ଆପଣମାନଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏହି ଅଦ୍ଭୁତ ଅଲୌକିକ ଅନୁଭୂତିଟି କେମିତି ଲାଗିଲା ନିଶ୍ଚୟ ଗୋଟିଏ କମେଣ୍ଟ କରି କହିବେ। ଆଉ ଏହିପରି କିଛି ଜଗନ୍ନାଥଙ୍କ ଅନୁଭୂତି ଜାଣିବା ପାଇଁ ଚ୍ୟାନେଲଟିକୁ ନିଶ୍ଚୟ ସବସ୍କ୍ରାଇବ୍ କରିନେବେ। ତେବେ ମୁଁ ଆଜି ପାଇଁ ରହୁଛି। ଜୟ ଜଗନ୍ନାଥ।